ଜାଣନ୍ତି କି ଆପଣଙ୍କ ଘରେ ଲାଗି ରହିଥିବା ସ୍ୱର୍ଗବାସୀ ପିତାମାତାଙ୍କର ଛବି ଆପଣଙ୍କ ଜୀବନର ଶାନ୍ତି ହରାଇ ଦେଇପାରେ। ଯେଉଁମାନେ ଘରେ ପିତୃପୁରୁଷଙ୍କ ଫଟୋ ଟାଙ୍ଗି ଶ୍ରଦ୍ଧା ଜଣାଉଛନ୍ତି, କାନ ଖୋଲି ଶୁଣନ୍ତୁ। ଆଜିର ଏହି ତଥ୍ୟଟି ଆପଣଙ୍କର ଜୀବନ ବଦଳାଇ ଦେଇପାରେ। ନମସ୍କାର ମୋ ପ୍ରିୟ ଶ୍ରୋତାଗଣ, ଆପଣ ସମସ୍ତଙ୍କୁ ସ୍ୱାଗତ ଏହି ପବିତ୍ର ଆଲୋଚନାରେ। ଏହି ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ଆଧ୍ୟାତ୍ମିକ ଏବଂ ଜୀବନ ସାର୍ଥକ ଉପରେ ଗଭୀର ବିଷୟବସ୍ତୁ ପସନ୍ଦ କରନ୍ତି, ତେବେ ଦୟାକରି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଘଣ୍ଟି ଆଇକନ୍କୁ ଦବାଇ ଦିଅନ୍ତୁ ଏବଂ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଏହା ଆମକୁ ଆପଣଙ୍କ ପାଇଁ ଅଧିକ ମୂଲ୍ୟବାନ ବିଷୟବସ୍ତୁ ଆଣିବାରେ ସାହାଯ୍ୟ କରିବ। ଆଜି ଆମେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ ବିଷୟରେ ଆଲୋଚନା କରିବା। ସ୍ୱର୍ଗବାସୀ ପିତାମାତାଙ୍କ ଛବି ଘରେ ଟାଙ୍ଗିବାର ଗୁପ୍ତ ସତ୍ୟତା। ଏହାକୁ ଅନେକ ସାଧାରଣ ଭାବନ୍ତି, କିନ୍ତୁ ଏହା ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ଶକ୍ତି, ସୁଖ, ସ୍ୱାସ୍ଥ୍ୟ ଏବଂ ଆଗାମୀ ପିଢ଼ିକୁ ମଧ୍ୟ ପ୍ରଭାବିତ କରିଥାଏ। ଯେଉଁମାନେ ଏବେ ଘରେ ଶାନ୍ତିରେ ଶୋଇଛନ୍ତି, ହସି ଖେଳି ପୂଜା କରୁଛନ୍ତି ଏବଂ ଭାବୁଛନ୍ତି ସବୁ ଠିକ୍ ଚାଲିଛି, ସେମାନେ ଏକ ମୁହୂର୍ତ୍ତ ରୁହନ୍ତୁ। ଆଜି ଆପଣ ଯାହା ଶୁଣିବେ, ଯଦି ତାହା ଆପଣଙ୍କ ଘର ସହିତ ଜଡ଼ିତ, ତେବେ ଜାଣିନିଅନ୍ତୁ ଆପଣଙ୍କ ଶାନ୍ତି କେବଳ ଦେଖାଳି ହୋଇ ରହିଯିବ। ଏହା କୌଣସି ସାଧାରଣ ବାର୍ତ୍ତା ନୁହେଁ। ଏହା ସେହି ସମସ୍ତ ଘରର କଠୋର ସତ୍ୟ ଯେଉଁଠାରେ ବଡ଼ ଝଗଡ଼ା ବିନା ସମ୍ପର୍କ ଭାଙ୍ଗୁଛି, ରୋଗ ବିନା ଶରୀର ଦୁର୍ବଳ ହେଉଛି, କାରଣ ବିନା ଅର୍ଥ ରହୁନାହିଁ ଏବଂ ବିନା ଭୁଲରେ ପିଲାମାନଙ୍କ ମନ ଭୟ ଓ ଅସ୍ଥିରତାରେ ଭର୍ତ୍ତି ହୋଇ ଉଠୁଛି। ଲୋକେ କହନ୍ତି ନଜର ଲାଗିଛି, ଯାଦୁ ହୋଇଛି, ଭାଗ୍ୟ ଖରାପ, କିନ୍ତୁ ସତ୍ୟତା ତାଠାରୁ ଗଭୀର ଓ ଭୟଙ୍କର। ଅନେକ ଘରେ ଗୋଟିଏ ଜିନିଷ ଲାଗିଥାଏ ଯାହାକୁ ଲୋକେ ଶ୍ରଦ୍ଧା ଭାବରେ ରଖନ୍ତି, କିନ୍ତୁ ସେହି ଜିନିଷଟି ଧୀରେ ଧୀରେ ଘରର ସମସ୍ତ ଶକ୍ତିକୁ ବାନ୍ଧି ଦେଇଥାଏ। ଏହା ହେଉଛି ସ୍ୱର୍ଗବାସୀ ପିତାମାତା କିମ୍ବା ମୃତ ପରିଜନଙ୍କ ଫଟୋ। ହଁ, ଆପଣ ଠିକ୍ ଶୁଣିଛନ୍ତି, ସେହି ଫଟୋ ଯାହା ଆପଣ ପ୍ରତିଦିନ ଦେଖନ୍ତି, ତା ଆଗରେ ଧୂପଦୀପ ଜଳାନ୍ତି, ଫୁଲ ଚଢ଼ାନ୍ତି, କିନ୍ତୁ କଦାପି ଭାବନ୍ତି ନାହିଁ କି ଫଟୋଟି ସଠିକ୍ ସ୍ଥାନରେ ଅଛି କି ନାହିଁ। ଆପଣ କେବେ ଅନୁଭବ କରିଛନ୍ତି କି କେତେକ ଘରେ ପ୍ରବେଶ କରିବା ମାତ୍ରେ ଏକ ଗୁରୁଭାର ଅନୁଭବ ହୁଏ, ଯେପରି ପବନ ଅଟକି ଯାଇଛି, ଯେପରି କାନ୍ଥମାନେ କିଛି କହୁଛନ୍ତି, ଯେପରି ସେଠାରେ ବସିବାକୁ ମନ ଇଚ୍ଛା କରେ ନାହିଁ। ତାପରେ ଜଣାପଡ଼େ ସେହି ଘର କାନ୍ଥରେ ବର୍ଷ ବର୍ଷ ଧରି ମୃତ ପରିଜନଙ୍କ ଫଟୋ ଝୁଲୁଛି। ଭୟଙ୍କର କଥା ହେଉଛି ଫଟୋ ଲାଗିବା ନୁହେଁ, ଭୟଙ୍କର କଥା ହେଉଛି ଛବି ଭୁଲ ଦିଗ, ଭୁଲ ସ୍ଥାନ ଓ ଭୁଲ ଭାବରେ ଲାଗିଥିବା। ଶାସ୍ତ୍ରରେ ସ୍ପଷ୍ଟ କୁହାଯାଇଛି ଯେ ମୃତ ଓ ଜୀବିତ ଜଗତର ସୀମା ଅଜ୍ଞାନବଶତଃ ଭାଙ୍ଗିଦେଲେ ତାହାର ପ୍ରଭାବ ଧୀରେ ଧୀରେ ଆସେ, କିନ୍ତୁ ଯେତେବେଳେ ଆସେ ମନୁଷ୍ୟ ବୁଝିପାରେ ନାହିଁ ଆଘାତ କେଉଁ ଆଡ଼ୁ ହେଉଛି। ଅନେକ କହନ୍ତି ସେମାନଙ୍କ ଘରେ ରାତିରେ କାରଣ ବିନା ଆବାଜ ଆସେ, ମନ ହଠାତ୍ ଚିନ୍ତିତ ହୋଇଯାଏ, ପିଲାମାନେ ଅନ୍ଧକାରକୁ ଡରିବା ଆରମ୍ଭ କରନ୍ତି, ଦମ୍ପତି ପରସ୍ପର ଠାରୁ ଦୂରେଇ ଯାଆନ୍ତି। ଡାକ୍ତର ମଧ୍ୟ କହନ୍ତି ସବୁ ସାଧାରଣ, ତଥାପି ସମସ୍ୟା ଶେଷ ହୁଏ ନାହିଁ। ଏବେ ଚିନ୍ତା କରନ୍ତୁ, ଏସବୁ ହଠାତ୍ ଘଟୁଛି କି? ନା, ଏହା ସେହି ଦିନଠାରୁ ଆରମ୍ଭ ହୁଏ ଯେତେବେଳେ ଆମ ଶ୍ରଦ୍ଧାର ନାମରେ କୌଣସି ଆତ୍ମାକୁ ଭୁଲ ସ୍ଥାନରେ ବାନ୍ଧି ଦେଇଥାଉ। ପିତାମାତା ଜୀବିତ ଥିବା ସମୟରେ ଆମେ ସେମାନଙ୍କୁ ସମ୍ମାନ ସହିତ ସଠିକ୍ ସ୍ଥାନରେ ବସାଉ, କିନ୍ତୁ ଦେହାନ୍ତ ପରେ ଅଜ୍ଞାନତାବଶତଃ ସେମାନଙ୍କ ଫଟୋ ଯେଉଁଠାରେ ସେଠାରେ ଟାଙ୍ଗି ଦେଇଥାଉ। କେବେ ମନ୍ଦିରରେ, କେବେ ଶୋଇବା ଘରେ, କେବେ ପିଲାମାନଙ୍କ କୋଠରୀରେ। ଏହି ଏକ ବୃହତ୍ତମ ଭୁଲ ହୋଇଥାଏ। ଏହି କଥା ଡରାଇବା ପାଇଁ ନୁହେଁ, ଏହା ଏକ ସତର୍କ ବାଣୀ। ଯେଉଁ ଘରେ ପିତୃପୁରୁଷଙ୍କ ଫଟୋ ଭୁଲ ସ୍ଥାନରେ ରହେ, ସେଠାରେ ସମସ୍ୟା ହଠାତ୍ ହିଁ ଆସେ ନାହିଁ, ବରଂ ଚୁପଚାପ ଘରେ ପ୍ରବେଶ କରିଥାଏ, ଯେପରି କୌଣସି ଅଦୃଶ୍ୟ ଛାଇ ଯାହା ପ୍ରଥମେ ମନ ଉପରେ, ତାପରେ ଶରୀର ଉପରେ ଏବଂ ଶେଷରେ ସମ୍ପୂର୍ଣ୍ଣ ଜୀବନ ଉପରେ ପ୍ରଭାବ ପକାଏ। ତେଣୁ ଯଦି ଆପଣ ଏହି କଥା ଶୁଣୁଛନ୍ତି ଏବଂ ଆପଣଙ୍କ ଘରେ ମଧ୍ୟ କୌଣସି ସ୍ୱର୍ଗବାସୀ ପରିଜନଙ୍କ ଫଟୋ ଲାଗିଛି, ତେବେ ଆଗକୁ ଥିବା ପ୍ରତ୍ୟେକ କଥାକୁ ଧ୍ୟାନ ଦିଅନ୍ତୁ, କାରଣ ଏହା କେବଳ ସୂଚନା ନୁହେଁ, ଏହା ଆପଣଙ୍କ ଘର ସୁରକ୍ଷା ସହିତ ଜଡ଼ିତ ସତ୍ୟତା। ସତ୍ୟ ଜାଣନ୍ତୁ, ପିତୃଙ୍କୁ ବାନ୍ଧିବା ନୁହେଁ, ମୁକ୍ତ କରିବା ଆବଶ୍ୟକ। ଶାସ୍ତ୍ର କହନ୍ତି ନାହିଁ କି ମୃତ ପିତାମାତାଙ୍କୁ ଭୁଲିଯାଏ, ବରଂ ଶାସ୍ତ୍ର କହନ୍ତି ସେମାନଙ୍କୁ ସଠିକ୍ ଉପାୟରେ ସ୍ମରଣ କର, କାରଣ ମୃତ୍ୟୁ ଶେଷ ନୁହେଁ, ଏହା କେବଳ ଏକ ଦ୍ୱାର।
ଏବଂ ସେହି ଦ୍ୱାର ପାର ହୋଇ ଆତ୍ମାର ଯାତ୍ରା ଆରମ୍ଭ ହୁଏ। ଯେତେବେଳେ କୌଣସି ଆତ୍ମା ଶରୀର ତ୍ୟାଗ କରେ ସେ ତୁରନ୍ତ ଦେବତା ହୋଇଯାଏ ନାହିଁ କିମ୍ବା ଏଠାରେ ଭ୍ରମଣ କରି ବୁଲେ ନାହିଁ ଯେପରିକି ଚଳଚ୍ଚିତ୍ରରେ ଦେଖାଏ, ବରଂ ସେ ପିତୃଲୋକ ଆଡ଼କୁ ଅଗ୍ରସର ହୁଏ, ଯେଉଁଠାରେ ତା'ର ସ୍ଥାନ ତା'ର କର୍ମ, ତା'ର ସନ୍ତାନଙ୍କ ଭାବ ଓ ଶ୍ରଦ୍ଧା ଉପରେ ନିର୍ଭର କରେ। କିନ୍ତୁ ସମସ୍ୟା ଆରମ୍ଭ ହୁଏ ଯେତେବେଳେ ଆମେ ଆମର ଦୁଃଖ, ମୋହ ଓ ଭାବନା କାରଣରୁ ସେହି ଆତ୍ମାକୁ ଆଗେଇ ଯିବାକୁ ଦେଉନାହୁଁ। ବାରମ୍ବାର କାନ୍ଦିବା, ସବୁବେଳେ ସ୍ମୃତିରେ ଜୀବିତ ରହିବା ଏବଂ ସବୁଠାରୁ ବଡ଼ କଥା, ଭୁଲ ସ୍ଥାନରେ ସେମାନଙ୍କ ଫଟୋ ଲଗାଇ ପ୍ରତିଦିନ ସେମାନଙ୍କୁ ଏହି ଲୋକ ଆଡ଼କୁ ଟାଣିବା, ଏସବୁ ଆତ୍ମା ପାଇଁ କଷ୍ଟଦାୟକ ହୁଏ ଏବଂ ଘର ପାଇଁ ମଧ୍ୟ। ଆପଣ ଲକ୍ଷ୍ୟ କରିଥିବେ, ଅନେକ କହନ୍ତି, ବାପା ଗଲେ ନାହିଁ, ଭାସୁଛନ୍ତି, ମା ଆଜି ମଧ୍ୟ ଏଠାରେ ଅଛନ୍ତି। ଭାବନାର ସ୍ତରରେ ଏହା ପ୍ରେମ ଲାଗେ, କିନ୍ତୁ ଶକ୍ତିର ସ୍ତରରେ ଏହା ବନ୍ଧନ ହୋଇଯାଏ। ଆତ୍ମା ଯେତେବେଳେ ଆଗେଇ ଯିବାକୁ ଚାହେଁ ଏବଂ ଆମେ ତାକୁ ରୋକୁ, ସେତେବେଳେ ସେହି ଶକ୍ତି ଅସନ୍ତୁଳିତ ହୋଇଯାଏ ଏବଂ ସେହି ଅସନ୍ତୁଳନ ଘରେ ଗୁରୁଭାର, ଚାପ ଓ ଅବ୍ୟବସ୍ଥା ଭାବେ ପ୍ରକଟ ହୁଏ। ତ ଆସନ୍ତୁ ଜାଣିନେବା ଭୁଲ ସ୍ଥାନଗୁଡ଼ିକ କେଉଁଠି। ପ୍ରଥମ ହେଲା ପୂଜା ଘରେ। ଦେବତା ଓ ପିତୃଙ୍କ ଶକ୍ତି ଏକତ୍ର ହେଲେ ଶକ୍ତି ସଂଘର୍ଷ ସୃଷ୍ଟି ହୁଏ। ପୂଜାରେ ମନ ଲାଗେ ନାହିଁ, ମନ୍ତ୍ର ପୂର୍ଣ୍ଣ ହୁଏ ନାହିଁ। ଶୟନ କକ୍ଷରେ ଏହା ବିଶ୍ରାମ ଓ ଦାମ୍ପତ୍ୟ ଜୀବନର ସ୍ଥାନ। ଶୟନ କକ୍ଷରେ ଏହା ବିଶ୍ରାମ ଓ ଦାମ୍ପତ୍ୟ ଜୀବନର ସ୍ଥାନ। ଏଠାରେ ଗମ୍ଭୀର ସ୍ମୃତି ଶକ୍ତି ମନକୁ ଅବଚେତନ ଭାବେ ଗୁରୁଭାର କରିଦିଏ। ନିଦ୍ରା ପୂର୍ଣ୍ଣ ହୁଏ ନାହିଁ, ଭୟଙ୍କର ସ୍ୱପ୍ନ ଆସେ। ପିଲାଙ୍କ କୋଠରୀରେ ପିଲାମାନେ ଶକ୍ତି ପ୍ରତି ସବୁଠାରୁ ସମ୍ବେଦନଶୀଳ। ମୃତ୍ୟୁ ଓ ସ୍ମୃତିର ଶକ୍ତି ସେମାନଙ୍କ କୋମଳ ମନସ୍ମୃତିକୁ ଆଘାତ ଦେଇ ଡର, ଅସ୍ଥିରତା ଓ ଅସଫଳତା ଆଣେ। ଅସଂଖ୍ୟ ଛବି। ପୁରା କାନ୍ଥ ପିତୃଙ୍କ ଛବିରେ ଭର୍ତ୍ତି ହେଲେ ଶକ୍ତିର ଗୁରୁଭାର ସୃଷ୍ଟି ହୁଏ। ଘରେ ହାଲୁକା ଭାବ ନଷ୍ଟ ହୋଇଯାଏ। ଭାଙ୍ଗିଲା, ଝାପ୍ସା କିମ୍ବା ମଇଳା ଛବି। ଏହା ସବୁଠାରୁ ଅଶୁଭ। ଏହା ପିତୃଙ୍କ ସ୍ମୃତିରେ ଅବହେଳାର ସଂକେତ ଦେଇ ଜୀବନରେ ଅବ୍ୟବସ୍ଥା ଆଣେ। ତ ଆସନ୍ତୁ ଜାଣିନେବା ଏହାର ସମାଧାନ ଏବଂ ସଠିକ୍ ବ୍ୟବସ୍ଥା। ସଠିକ୍ ସ୍ଥାନ ଓ ଦିଗ। ପିତୃପୁରୁଷଙ୍କ ଛବି କେବଳ ବସିବା ଘର ବା ହଲ୍ରେ ଦକ୍ଷିଣ ଦିଗର କାନ୍ଥରେ ଲଗାଇବେ। ଦକ୍ଷିଣକୁ ପିତୃଦିଶା କୁହାଯାଏ, ଯାହା ଆତ୍ମାର ସ୍ୱାଭାବିକ ଗତିର ମାର୍ଗ। ଛବିର ପ୍ରକାର। ଛବି ବହୁତ ବଡ଼, ସଜାୱଟ କିମ୍ବା ଚକଚକିଆ ନ ହୋଇ ଶାନ୍ତ, ଗଭୀର ଓ ସରଳ ଭାବଯୁକ୍ତ ହେବା ଉଚିତ। ସଂଖ୍ୟା ସୀମିତ। ଏକାଧିକ ଛବି ନ ଲଗାଇ କେବଳ ପିତାମାତା କିମ୍ବା ଜେଜେମାଙ୍କ ଛବି ପର୍ଯ୍ୟନ୍ତ ହିଁ ସୀମିତ ରଖନ୍ତୁ। ପରିଷ୍କାରତା। ସପ୍ତାହରେ ଅତି କମ୍ରେ ଥରେ ଛବି ଓ ଫ୍ରେମ୍କୁ ପରିଷ୍କାର କରିବେ। ଭାଙ୍ଗିଲା ଫ୍ରେମ୍କୁ ତୁରନ୍ତ ବଦଳାଇବେ। ଶ୍ରଦ୍ଧା ଓ ଭାବ। ପ୍ରତିଦିନ ପୂଜା ଆବଶ୍ୟକ ନୁହେଁ, କିନ୍ତୁ ପ୍ରତିଦିନ ମନରେ ପ୍ରଣାମ କରିବା ଶକ୍ତିଶାଳୀ। ସକାଳ କିମ୍ବା ସନ୍ଧ୍ୟାରେ ଛବିକୁ ଦେଖି ମନେ ମନେ କୁହନ୍ତୁ, ହେ ପିତୃଦେବତା, ଆପଣ ଯେଉଁଠାରେ ଅଛନ୍ତି ସୁଖରେ ରୁହନ୍ତୁ। ଆମକୁ ସଠିକ୍ ମାର୍ଗରେ ଚାଲିବାର ବୁଦ୍ଧି ଦିଅନ୍ତୁ। ଅମାବାସ୍ୟାରେ ଦୀପ ବା ଧୂପ ଜଳାଇଲେ ପର୍ଯ୍ୟାପ୍ତ। ଶେଷ କଥା, ପିତୃଦୋଷ କୌଣସି ଅଭିଶାପ ନୁହେଁ, ଏହା ଆମର ଭୁଲର ପରିଣାମ। ଆମେ ଯେତେବେଳେ ଭୁଲ ସଂଶୋଧନ କରିବା, ଘରର ବାତାବରଣ ବଦଳିଯିବ। କୌଣସି ରୋଳା ବିନା, କୌଣସି ଆଡ଼ମ୍ବର ବିନା। ଯେତେବେଳେ ପିତୃପୁରୁଷ ପ୍ରସନ୍ନ ହୁଅନ୍ତି, ଘରେ ଶାନ୍ତି ଆପେ ଆପେ ଆବିର୍ଭାବ ହୁଏ। କାରଣ ବିନା ହସ ଫୁଟେ, କାମ ହୁଏ ଏବଂ ଜୀବନ ଗତି ସହଜ ହୋଇଯାଏ। ତେଣୁ ଛବିକୁ ନ ଡରି ଅଜ୍ଞାନତାକୁ ଡରନ୍ତୁ। ଆଜି ଯଦି ଆପଣ ଏହି ବିଧି ବୁଝିଲେ ଓ ଅବଲମ୍ବନ କଲେ, ତେବେ ଜାଣିନିଅନ୍ତୁ ଆପଣ ଆପଣଙ୍କ ଘରର ଅଦୃଶ୍ୟ ବୋଝକୁ ଓହ୍ଲାଇ ଦେଉଛନ୍ତି। କାରଣ ପିତୃଙ୍କ ସଠିକ୍ ସ୍ଥାନ ଓ ସଠିକ୍ ଶ୍ରଦ୍ଧା ହିଁ ଜୀବନର ସବୁଠାରୁ ବଡ଼ ସୁରକ୍ଷା। ପ୍ରିୟ ଶ୍ରୋତାଗଣ, ଯଦି ଏହି ଜ୍ଞାନପୂର୍ଣ୍ଣ କଥା ଆପଣଙ୍କୁ ଉପକୃତ କରିଛି, ଦୟାକରି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କ ସମର୍ଥନ ହିଁ ଆମକୁ ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣଙ୍କ ନିକଟକୁ ପହଞ୍ଚାଇବାରେ ସହାୟତା କରିଥାଏ। ଧନ୍ୟବାଦ। ଜୟ ଜଗନ୍ନାଥ।